ଅନେକଙ୍କ ମନରେ ଅନେକ ପ୍ରକାର ସମ୍ବାଦ ପହଞ୍ଚେଇ ସାରିବଣି। କିଏ କିପରି ଭାବରେ ସେ ବାକ୍ୟଟାର ଅର୍ଥକୁ ବୁଝିଥିବ ବା ପବିତ୍ର ଆତ୍ମାଙ୍କ ଚାଳନାରେ କିପରି ଭାବରେ ଗ୍ରହଣ କରିଥିବ, କିନ୍ତୁ ମୋର ବିଶ୍ୱାସ କିଛି ନା କିଛି ସମସ୍ତେ ଅନୁଭବ କରି ସାରିଥିବେ। ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ ଆମମାନେ ଜାଣିଛୁ, ସେହି ବାକ୍ୟ ହିଁ ଆମମାନଙ୍କ ପାଖରେ ଦେହବନ୍ତ ହିଁ ପ୍ରକାଶିତ ହେଲେ। ଏଇ ବିଷୟରେ ଅନେକ ବର୍ଷ ପୂର୍ବରୁ ଆମମାନଙ୍କ ପୂର୍ବପୁରୁଷ ମାନେ ମଧ୍ୟ ଜାଣିଥିଲେ, ତାଙ୍କ ପୂର୍ବରୁ ଭାବବାଦୀ ମାନେ ପ୍ରକାଶ କରିଥିଲେ। ଆଉ ଏଇ ବାକ୍ୟ ଯେ ଦିନେ ଦେହବନ୍ତ ହେଇ ଆସିବେ ତାର ସୂଚନା ଅନେକ ବର୍ଷ ତଳରୁ ପ୍ରଚାରିତ ହେଇ ସାରିଥିଲା। ତେବେ ଆଜି ମୁଁ ଯୋଉ ବିଷୟଟି କହିବି, ମାନେ ଟପିକଟା ମୁଁ ନେଇଛି ସେହି ମଣିଷ ଏବଂ ଉପେକ୍ଷିତ ପ୍ରଭୁ। ସେଇ ମଣିଷ ଯାହା ପାଇଁ ହଜାର ହଜାର ବର୍ଷ ତଳେ ଭାବବାଣୀ ଦିଆଯାଇଥିଲା, ଏମିତିକି ଆଦମ ହବା ଏଦନ ଉଦ୍ୟାନରୁ ନିଷ୍କାସିତ ହେବା ସମୟରେ ମଧ୍ୟ ଈଶ୍ୱର ସେମାନଙ୍କୁ ଗୋଟେ ପ୍ରତିଜ୍ଞା ଦେଇଥିଲେ, ଯାହା ଆଦି ପୁସ୍ତକ 3 ପର୍ବ 15 ପଦରେ ଆପଣ ମାନେ ଦେଖିବାକୁ ପାରିବେ ଯେ ଜଣେ ନାରୀର ସନ୍ତାନ ଆସିବେ ଯିଏକି ଶୈତାନର ମସ୍ତକକୁ ଆଘାତ କରିବେ। ଅନେକ ଜାଗାରେ ବାକ୍ୟ ଦିଆଯାଏ ଯେ ଯୀଶୁ ଶୈତାନର ମସ୍ତକକୁ ଚୂର୍ଣ୍ଣ କରିବେ। ପ୍ରକୃତରେ ଏଠି ଚୂର୍ଣ୍ଣ କରିବା ଅର୍ଥ ଆମେ ଜାଣିଛୁ, ଯେ ଗୋଟେ ମସ୍ତକ ଚୂର୍ଣ୍ଣ ହେଲା ମାନେ ସେ ତାର ସେ ବଞ୍ଚେ ନାହିଁ। କିନ୍ତୁ ମସ୍ତକ ଚୂର୍ଣ୍ଣ କରିବା ବିଷୟରେ, ମସ୍ତକକୁ ଆଘାତ କରିବା ବିଷୟରେ କୁହାଯାଇଛି। ଅର୍ଥାତ୍ ଶୈତାନ ଆଘାତ ପ୍ରାପ୍ତ ହେଇକି ରହିବ, କିନ୍ତୁ ରହିବ। ସେଇ ଶେଷ ସମୟ ପର୍ଯ୍ୟନ୍ତ ଈଶ୍ୱରଙ୍କର ସେଇ ଅନ୍ତିମ ଶାସ୍ତି ଯେ ପର୍ଯ୍ୟନ୍ତ ତା ପ୍ରତି ଘୋଷଣା କରା। ମିଖା ଭାବବାଦୀ 550 ବର୍ଷ ପୂର୍ବରୁ ଦେଇଥିଲେ ଆସିବେ। ଆଉ ଆମମାନେ ଦେଖୁଛୁ ସେଇ ମହାନ ଜଣେ ଲୋକ ଆସିବେ ବୋଲି ପୂର୍ବ ଦେଶର ପଣ୍ଡିତ ମାନେ ଦୀର୍ଘ ଦିନ ଧରି ଗବେଷଣା କରିଥିଲେ। ଆଉ ତାଙ୍କର ଗବେଷଣାର ଫଳ ସ୍ୱରୂପ ସେମାନେ ଗୋଟେ ତାରା ଦେଖିଲେ, ଗୋଟେ ସୁନ୍ଦର ତାରା। ଆଉ ସେଇ ତାରା ଦେଖି ସେମାନେ ସେଇ ରାଜପୁତ୍ର, ସେଇ ମହାନ ରାଜାଙ୍କୁ ଖୋଜିବା ଲାଗି ବାହାରି ଆସିଲେ। ତାଙ୍କ ବିଷୟରେ ବହୁତ ଜାଗାରେ ଆମେ ସେଇ ସବୁ ଦେଖୁଛୁ, କିନ୍ତୁ ଯେତେବେଳେ ସେ ଜନ୍ମ ହେଇଛନ୍ତି ସେତେବେଳେ ଯଦି ଆମେ ତାଙ୍କ ବିଷୟରେ ଟିକେ ଆଲୋଚନା କରିବା, ମୁଁ ଜାଣିଛି ଏ ସବୁ ବିଷୟ ଆଲୋଚନା ସରିଛି। ଡିସେମ୍ବର 24 ତାରିଖରୁ ଆପଣ ମାନେ ଶୁଣି ଶୁଣି ଆସୁଛନ୍ତି। ଆଉ ମୁଁ ଯେ ନୂତନ କିଛି ଆପଣମାନଙ୍କ ଆଗରେ ରଖିବି ତା ବି ମୁଁ ଦାବି କରିବି ନାହିଁ, କିନ୍ତୁ ମୁଁ ଟଚ୍ କରି ଯାଉଛି ଯେ ସେ ମହାନ ବ୍ୟକ୍ତି ଜଣକ, ଯାହାକୁ ହଜାର ହଜାର ବର୍ଷ ପୂର୍ବରୁ ଯାହାର ଜନ୍ମର ଗୋଟେ ଭାବବାଣୀ ପ୍ରଚାର ହଉଥିଲା, ଯାହାକୁ ଦେଖିବା ପାଇଁ ପୂର୍ବ ଦେଶର ପଣ୍ଡିତ ମାନେ ଦୀର୍ଘ ଦିନ ଧରି ଗବେଷଣା କରି ଗୋଟେ ବିରାଟ ତାରା ଦେଖିବାକୁ ଆସୁଛନ୍ତି। ଆଉ ଜେରୁସାଲେମର ହେରୋଦଙ୍କ ଘରେ ଯାଇ ପହଞ୍ଚୁଛନ୍ତି। ସେଇ ମହାନ ପୁରୁଷଙ୍କର ପରବର୍ତ୍ତୀ ଅବସ୍ଥା ମାନେ ଟିକେ ଦେଖିବା। ଯେତେବେଳେ ସେ ଜଗତରେ ଜନ୍ମ ହେବାକୁ ଯାଉଛନ୍ତି, ତାଙ୍କ ପାଇଁ ସବୁଠୁ ବଡ ସମସ୍ୟା ହେଲା ତାଙ୍କର ପିତା ହିଁ ତାଙ୍କୁ ଅସ୍ୱୀକାର କରିବାକୁ ଇଚ୍ଛା କଲେ। ପ୍ରଥମ ସମସ୍ୟା ଆସିଲା, ପିତା ତାଙ୍କୁ ଅସ୍ୱୀକାର କରିବାକୁ ଚାହିଁଲେ, ଯାହା ମାଥ୍ୟୁ 1 ପର୍ବ 19 ପଦରେ ଆପଣ ମାନେ ଦେଖିବେ। ଯାହା ହଉ ଦୂତ ମଧ୍ୟସ୍ଥି ହେଲେ, ଦୂତ ତାଙ୍କୁ ବୁଝେଇ ଦେବାରୁ ଶେଷ ସୁଦ୍ଧା ସନ୍ତାନଟିର ସୁରକ୍ଷା ହେଇପାରିଲା। ସେଇ ସନ୍ତାନ ଏତେ ମହାନ ଥିଲେ, କିନ୍ତୁ ଆପଣ ମାନେ ଦେଖିବେ ଲୁକ 2 ପର୍ବ 7 ପଦରେ ଯେ ସେଇ ମହାନ ବ୍ୟକ୍ତି ଜଣକ ପାଇଁ ରହିବା ଲାଗି ବସା ଘରଟିଏ ନଥିଲା, ଆଶ୍ରା ନଥିଲା। ନିହାତି 7 ପଦରେ ଆପଣ ମାନେ
ସାତ ପଦର ଲୁକ 2 ପର୍ବ 7 ପଦର ଶେଷ ଧାଡ଼ିରେ ଥିଲା, କାରଣ ବସା ଘରେ ତାଙ୍କର ସ୍ଥାନ ନଥିଲା। ଆଉ ସେ କୋଉଠି ଶୋଉଛନ୍ତି? ରାଜା ଯାହା ଲାଗି ବିରାଟ ତାରା ଆକାଶରେ ଉଦିତ ହେଇଛି, ତାକୁ ତାଙ୍କର ଅବସ୍ଥା ଥିଲା ସେ ଜନ୍ମ ହେଲା ପରେ କୋନାରେ ଗୁଡା ହେଇ ଗୁହାଳ କୁଣ୍ଡରେ ଶୋଇଛନ୍ତି। ରାଜା ମାନଙ୍କର ରାଜା, ସ୍ୱର୍ଗର ରାଜା, ବାକ୍ୟ ରୂପୀ ଈଶ୍ୱର, ଦେଖନ୍ତୁ ତାଙ୍କର ଅବସ୍ଥା। ତାଙ୍କର ପରବର୍ତ୍ତୀ ସମୟରେ ଆମେ ଦେଖୁ ଯେ ସେ ଯେତେବେଳେ ଜନ୍ମ ହଉଛନ୍ତି, ଦୂତ ଆସୁଛନ୍ତି, ଆକାଶ ଉନ୍ମୁକ୍ତ ହେଇଯାଉଛି। କେବଳ ଯେ ତାରା ଦେଖାଯାଇଛି ତା ନୁହେଁ, ଆକାଶ ଉନ୍ମୁକ୍ତ ହେଇଛି। ତାଙ୍କର ଜନ୍ମର ଆନନ୍ଦରେ ଦୂତ ମାନେ ଗୀତ ଗାଇ ଗାଇ ଯାଉଛନ୍ତି, କିନ୍ତୁ ବେଥଲହିମର ସମସ୍ତ ଲୋକ ଶାନ୍ତିରେ ଶୋଇଛନ୍ତି। କାହାକୁ ଜଣା ନାହିଁ ପରିତ୍ରାଣକର୍ତ୍ତା ଜନ୍ମ ହେଇଛନ୍ତି। ଯୋଉମାନେ ଜାଗ୍ରତ ଥିଲେ ସେଇ ମେଷପାଳକ ମାନେ ତାଙ୍କୁ ଦେଖିବାକୁ ଯାଉଛନ୍ତି। ତାପରେ ଆମେ ଦେଖୁ ସେଇ ରାଜାଙ୍କର ଜନ୍ମ ବିଷୟରେ ଆଗକୁ ଆମେ ଯଦି ଦେଖିବା, ସେ ତାଙ୍କର ଗୋଟେ ସ୍ଥାୟୀ ନିରାପଦ ଗୃହ ନଥିଲା। ରାଜା ତାଙ୍କର ନାଜରିତରେ ଘର, କିନ୍ତୁ ସେମାନେ ଯାଇଥିଲେ ନାମ ଲେଖେଇବା ପାଇଁ ଜିହୁଦା ପ୍ରଦେଶକୁ। ଯେତେବେଳେ ସେମାନେ ସେଠି ଯୀଶୁଙ୍କ ଜନ୍ମ ହେଇଛି, ଚାରିଆଡେ କଥାଟି ଜେରୁସାଲେମରେ ମଧ୍ୟ ଯେତେବେଳେ ଘଟଣାଟି ଜଣା ପଡି ଯାଇଛି ଯେ ଗୋଟେ ରାଜପୁତ୍ର ଜନ୍ମ ହେଇଛନ୍ତି, ହେରୋଦ ବ୍ୟତିବ୍ୟସ୍ତ ହେଇ ପଡିଛନ୍ତି। ଆଉ ପଣ୍ଡିତ ମାନେ ଯେତେବେଳେ ତାଙ୍କୁ ଏଇ କଥାଟି କହୁଛନ୍ତି, ସେ ଶାସ୍ତ୍ର ଆଲୋଚନା କରି ବାହାର କରୁଛନ୍ତି ଯେ ଆରେ ସତରେ ତ ଗୋଟେ କଣ ଗୋଟେ ଘଟଣା ଘଟି ଯାଇଛି। ଆଉ ତାପରେ ସେ ଗୋଟେ ଡିକ୍ଲାର କରୁଛନ୍ତି ଯେ ଏଇ ଯୋଉ ଜନ୍ମ ହେଇଛି ଗୋଟେ ବିରାଟ ଲୋକ, ଯିଏକି ଶାସନ, ଯାହା ବିଷୟରେ ଆରମ୍ଭରୁ ଲେଖା ଯାଇଥିଲା ଆଦି 39 ପର୍ବରେ ଆପଣ ମାନେ ଦେଖିବେ, ଗଣନା 24 ପର୍ବରେ ଦେଖିବେ, ମିଖା 5 ପର୍ବ 2 ପଦରେ ଦେଖିବେ, ଏପରି ଅନେକ ଜିସା 7 ପର୍ବ 14 ପଦରେ ଦେଖିବେ। ସିଲୋର ଶାନ୍ତି ରାଜା, ଜିହୁଦା ବଂଶର ସିଂହ ଶାବକ, ଇସ୍ରାଏଲର ଶାସନକର୍ତ୍ତା, ଯାହାକୁ ଦାଉଦଙ୍କର ସିଂହାସନ ପର୍ଯ୍ୟନ୍ତ ଦାନ କରାଯାଇଛି, ତାକୁ ମାରିବା ଲାଗି ହେରୋଦ ରାଜା ପ୍ରଚେଷ୍ଟା କରୁଛନ୍ତି। ଆଉ ଆମେ ଦେଖୁଛୁ ଯେତେବେଳେ ସେ ଦେଖୁଛନ୍ତି ଯେ ପଣ୍ଡିତ ମାନେ ତାଙ୍କୁ ଧୋକା ଦେଇ ଚାଲି ଯାଇଛନ୍ତି, ତାଙ୍କର ଆଜ୍ଞା ମତେ ସେମାନେ ଯେ ଖବର ଦେଇନାହାନ୍ତି, ସେତେବେଳେ ସବୁ 2 ବର୍ଷର ସାନ ଶିଶୁ ମାନଙ୍କୁ ସେ ହତ୍ୟା କରୁଛନ୍ତି। ଏଇ ଯୋଉ ଘଟଣାଟି ଘଟିଛି, ଯୀଶୁଙ୍କର ଆଶା ଆହୁରି କ୍ଷତି, ଯେମିତି ଡେଞ୍ଜର ଅବସ୍ଥାରେ ଆସିଯାଇଛି। ସେ ନାଜରିତକୁ କଣ ଫେରିବେ, ତାଙ୍କୁ ଦୂତ ଆସି କହୁଛନ୍ତି ମିଶରକୁ ଯାଅ, ତୁମେ ମିଶରରେ ରହିବ। ଛୋଟ ଶିଶୁଟି ଜନ୍ମ ହେବା, ନିଜ ଘରେ ଜନ୍ମ ହେଇପାରିନି, ବିଦେଶରେ ଯାଇ ଜନ୍ମ ହେଲା ଯେ ଗୁହାଳ ଘରେ ଟିକେ ଜାଗା ମିଳିଲା, ବର୍ତ୍ତମାନ ସେ ମିଶରକୁ ଚାଲି ଯାଉଛନ୍ତି। ଯାହାକୁ ପଣ୍ଡିତ ମାନେ ଦର୍ଶନ କରିବାକୁ ଆସି ସୁନା କୁନ୍ଦୁରୁ ଗନ୍ଧ ରସରେ ଭକ୍ତି ଉପହାର ଦଉଛନ୍ତି। କିପରି ବିରୋଧାଭାସ ଦେଖନ୍ତୁ, ଏତେ ବଡ ବିରାଟ ଜଣେ ଜନ୍ମ ହେଇଛନ୍ତି, କିନ୍ତୁ ତାଙ୍କର ଅବସ୍ଥା କେମିତି ଦୟନୀୟ। ତାଙ୍କର କିଛି ନଥିଲା, ସେ ଗଲେ ମିଶରରେ ରହିଲେ। ତାପରେ କିଛି ଦିନ ପରେ ଖବର ପାଇଲେ ହେରୋଦ ମରିଯାଇଛନ୍ତି। ସେ ପୁଣି ତାଙ୍କୁ ଫେରି ଆସିବାକୁ କୁହାଗଲା, କିନ୍ତୁ ପରିସ୍ଥିତି ଏତେ ଜଟିଳ ଥିଲା ଯେ ସେ ନିଜ ଜାଗାକୁ ବି ଆସି ପାରୁନାହାନ୍ତି। ସେଠି ମଧ୍ୟ ସେ ଜାଗା ପରିବର୍ତ୍ତନ କରୁଛନ୍ତି। ଗୋଟେ ଅନିଶ୍ଚିତ ଜୀବନ ତାଙ୍କୁ ମିଳିଥିଲା, ଜନ୍ମରୁ ସେ ଅନିଶ୍ଚିତ ଅବସ୍ଥା ଦେଇ ଗତି କରୁଥିଲେ। ତଥାପି ଶେଷରେ ନାଜରିତକୁ ଆସି 30 ବର୍ଷ ପର୍ଯ୍ୟନ୍ତ ସେଠି ରହିଛନ୍ତି। ତାପରେ ତାଙ୍କର କାର୍ଯ୍ୟ ଆରମ୍ଭ ହେଇଛି। କାର୍ଯ୍ୟ ଆରମ୍ଭ ହେଲା ପରେ ଆମେ ଦେଖୁ ତାଙ୍କର ନୌକାଟିଏ ନଥିଲା ଶିକ୍ଷା ଦେବା ଲାଗି। ଧାରରେ ଗୋଟେ ନୌକା ନେଇ ସେ, ଯୋଉଟା ଆପଣ ଲୁକ 5 ପର୍ବ 3 ପଦରେ ଲେଖାଯାଏ, ସେ ଧାରରେ ଗୋଟେ ଧାର ତ ଆକ୍ଚୁଆଲି ମୁଁ କହିବିନି, ଗୋଟେ ମାଗି ଆଣିବା
ଜିନିଷ ଯାହାକୁ ବ୍ୟବହାର କରି ସେ ବାକ୍ୟ ପ୍ରଚାର କରୁଛନ୍ତି। ବସିବାକୁ ତାଙ୍କର ହାତୀ ଘୋଡ଼ା କିଛି ନଥିଲା। ରାଜାଙ୍କର ଗଧଟିଏ ମାଗି ତାର ଉପରେ ବସି ବିଜୟ ଯାତ୍ରା କରୁଛନ୍ତି। କର ଦେବା ଲାଗି ପଇସାଟେ ନଥିଲା। ମାଛ ଧରି ତା ପାଟିରୁ ରୂପା ମୁଦ୍ରାଟିଏ ପାଇ ସେ କର ଦଉଛନ୍ତି। ଲୋକ 7 ପର୍ବରେ ଆପଣ ମାନେ ଦେଖିବେ ଜଣେ ଭଦ୍ର ବ୍ୟକ୍ତି ଖାଇବାକୁ ଡାକିଲେ ଏମିତି ଚର୍ଚ୍ଚା କଲେ ଯେ ଯୀଶୁ ମଧ୍ୟ କହିଦେଲେ, ତୁମେ ତ ମତେ ଡାକିଲ ଗୋଡ଼ ଧୋଇବାକୁ, ପାଣି ଟୋପେ ଦେଲନି, ମତେ ଚୁମ୍ବନ କଲନି, ମୋ ମୁଣ୍ଡରେ ତେଲ ଟୋପାଏ ଦେଲନି, ଯାହାକି ଜିହୁଦୀ ମାନଙ୍କର ନିୟମ ଥିଲା। ଅବହେଳିତ ସେଇ ବ୍ୟକ୍ତି ଯିଏକି ଜଣେ ମହାନ ବ୍ୟକ୍ତି ଭାବରେ ଯାହାକୁ ଭାବବାଣୀରେ ପ୍ରକାଶ କରାଯାଇଥିଲା, ଅବସ୍ଥା ତାର ଏହିପରି। 8 ପର୍ବ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବା ପାଇଁ ଅତିଥିଶାଳାଟେ ନଥିଲା। ମାର୍କ 14 ପର୍ବରେ ଆପଣ ମାନେ ଦେଖିବେ 14-15ରେ ଯେତେବେଳେ ଶିଷ୍ୟମାନଙ୍କୁ ପଠା ଯାଉଛି ଯେ ଯାଅ ଟିକେ ଅମୁକ ଜାଗାକୁ, ଘରଟେ କୋଉଠି ଅଛି ପଚାରିବ, ସେ ଲୋକ ତୁମକୁ ଗୋଟେ ସୁସଜ୍ଜିତ ଘର ଦବ। ଆଉ ଲୁକ 22 ପର୍ବ 12 ପଦରେ ଯେତେବେଳେ ପ୍ରଶ୍ନ କରୁଛନ୍ତି ଶିଷ୍ୟମାନେ, ସେ ଭଦ୍ର ବ୍ୟକ୍ତି ତାଙ୍କୁ କହୁଛି, ଆସନ୍ତୁ ମୋର ଗୋଟେ ଘର ଅଛି, ଆପଣ ସେଠି ଆପଣଙ୍କ ଗୁରୁଙ୍କ ସହିତ ନିସ୍ତାର ପର୍ବ ଭୋଜ କରିବେ। ଜଣେ ଶାସ୍ତ୍ରୀ ସାଙ୍ଗରେ ରହିବାକୁ ଇଚ୍ଛା କଲା। ମାଥ୍ୟୁ 8 ପର୍ବ 20 ପଦରେ ଲେଖାଯାଏ, ଯେତେବେଳେ ସେ କହିଲା ଯେ ଗୁରୁ ମୁଁ ଆପଣଙ୍କ ସାଙ୍ଗରେ ଯିବି, ଯୀଶୁ କହିଲେ ମନୁଷ୍ୟର ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଅଛି। ଆପଣ ଦୟାକି ଟିକେ ପଢିଦେବେ ମାଥ୍ୟୁ 8 ପର୍ବ 20 ପଦ। ସେଥିରେ ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। କେତେ ଅବସ୍ଥା ତାଙ୍କର କେମିତି ଥିଲା ଚିନ୍ତା କରନ୍ତୁ। କିନ୍ତୁ ସେ ସ୍ୱର୍ଗର ପରାତ୍ପର ଈଶ୍ୱରଙ୍କର ପୁତ୍ର ଥିଲେ, ଯୋଉମାନଙ୍କର ଯାହାଙ୍କ ଜନ୍ମରେ ସ୍ୱର୍ଗୀୟ ଦୂତ ବାହିନୀ ଗୀତ ଗାଇ ବୁଲୁଥିଲେ, ତାଙ୍କର ମୁଣ୍ଡ ଗଞ୍ଜିବାକୁ ସ୍ଥାନଟିଏ ନାହିଁ। ଶେଷକୁ ଆମେ ଦେଖୁ ଯେ ଯେତେବେଳେ ମରିଗଲେ କବରଟିଏ ବି ତାଙ୍କର ନଥିଲା। ସେଇଟା ବି ଆଉ ଜଣଙ୍କର କବରରେ ସେ କବର ପାଉଛନ୍ତି। ଏଇପରି ଜଣେ ବ୍ୟକ୍ତି ଯାହାକୁ ଆମମାନେ ଅଳ୍ପ ଦିନ ତଳେ ଯାହାଙ୍କର ଜନ୍ମଦିନ ଅତି ଆଡମ୍ବର ସହିତ ପାଳନ କରିଛୁ, ସେ ଯେତେବେଳେ ତାଙ୍କର ପ୍ରଚାର କାର୍ଯ୍ୟ ଆରମ୍ଭ କଲେ, ସେତେବେଳେ କେହି ତାଙ୍କର ସେଇ ବିରାଟ ବିରାଟ କାର୍ଯ୍ୟ, ତାଙ୍କର ସେଇ ସୁସ୍ଥକାରୀ ଶକ୍ତି, ଯାହାକୁ ଭୂତ ମାନେ ସୁଦ୍ଧା ଭୟଭୀତ ହଉଥିଲେ, ତାଙ୍କର ସେ ଆଶ୍ଚର୍ଯ୍ୟ ପ୍ରଚାର କାର୍ଯ୍ୟ ଦେଖି କିଛି ଆଚମ୍ବିତ ହଉଛନ୍ତି। କିନ୍ତୁ ବଡ ଭାଗ ଲୋକ ତାଙ୍କୁ ପ୍ରଶ୍ନ କରୁଛନ୍ତି, ଯୋଉଟା ଲୁକ 4 ପର୍ବ 22 ପଦରେ ଆପଣ ମାନେ ଦେଖିବେ, ଏ କଣ ସେଇ ଯୋସେଫର ପୁତ୍ର ନୁହେଁ? ଆଉ କିଏ କହିଲା, ଏ ତ ମରିୟମର ପୁତ୍ର, ତାକୁ ଏତେ ଜ୍ଞାନ ଆସିଲା କୋଉଠୁ? ମାର୍କ 6 ପର୍ବ 3 ପଦରେ ଆପଣ ମାନେ ଦେଖିବେ, ସେମାନେ କହୁଛନ୍ତି ଆର ଭାଇମାନଙ୍କୁ ତ ଆମେ ଦେଖିଛୁ, ଏରା ଭଉଣୀ ମାନେ ତ ଏଠା ଆମ ଘର ବାହା ହେଇକି ଅଛନ୍ତି, ଏ କୋଉଠୁ ଏତେ ଜ୍ଞାନ ପାଇଲା? ନା ଲୋକମାନେ ତାଙ୍କୁ ବିଶ୍ୱାସ କରୁଥିଲେ, ନା ତାଙ୍କର ଭାଇମାନେ ସୁଦ୍ଧା ତାଙ୍କୁ ବିଶ୍ୱାସ କରୁନଥିଲେ। ସେଥିଲାଗି ମାର୍କ 3 ପର୍ବ 21 ପଦରେ ଲେଖାଯାଏ ଯେ ଆର ମତି ଭ୍ରମ ହେଲା ବୋଲି କହି ଭାଇମାନେ ତାଙ୍କୁ ଘରକୁ ନେଇଯିବାକୁ ବସିଥିଲେ। କେହି ତାଙ୍କୁ ବିଶ୍ୱାସ କରୁନଥିଲେ। ବାକ୍ୟରେ ଯୋଉ 11 ପଦରେ ଆମମାନେ ପଢିଲୁ, ସେ ଜଗତକୁ ଆସିଲେ, କିନ୍ତୁ ତାଙ୍କ ଲୋକମାନେ ତାଙ୍କୁ ଅଗ୍ରାହ୍ୟ କରୁଛନ୍ତି। ତାଙ୍କର ଲୋକମାନେ ତ ତାଙ୍କୁ ପଥର ପକେଇ ମାରିବା ଲାଗି ମଧ୍ୟ ଚେଷ୍ଟା କରୁଥିଲେ। ଲୁକ 4 ପର୍ବ 28-29 ଲେଖାଯାଏ, ସେମାନେ ତାଙ୍କୁ ନଗର ବାହାରକୁ
ଭିଡି ନେଇ ଗଲେ पर्वत उपरु तांको फपाड़ी देबा लगी केते जगह से माने पत्थर उठेइचंती तांको मारिबा लगी शेषरे सेई तांकर प्रिय जाति भाई राति अधरे तांको ठेंगा बाड़ी धरी गिरफ करी नहीं जाउचंती मारिबा लगी तांको अपमान करूचंती जीशु जतरे कहउचंती मोर द्वादश बाहिनी अछि माथु 26 पर्व 53 पदर शेष अंशर पुणी जोहन 18 पद 3 पदरे 36 पदरे क्षमा करिवे जोहन 18 पर्व 36 पदरे पिला तुमको कहउचंती जे मोर विराट बाहिनी अछि मु इच्छा कले समान को डाकिले समान मते उद्धार करिवे सेई जीशु ये जहां को लोक माने परिहास करूचंती राजवस्त्र पिंधे परिहास करूचंती एपरिक तांको निज जाति भाई माने कहउचंती जे याको मारी दियो यार रक्तपातर अपराध आमे आम परिवार रे आम पिला माने भोगिबा को आमने राजी अछु 11 पदर कथा टिके स्मरण करंतु से निज राज्य को आसिले किंतु तांको राज्यर लोक माने तांको अग्राह्य कले एई हे ज्ञान करा जाउथवा व्यक्तिटी किए ये होचंती सही जे कि 12 वर्ष बयस रे मंदिर रे जाई पंडित मान को सहित वादानुवाद को जुक्ति तर्क करूचंती जहां को नाम सहित अर्थ मध्य जोग करा गला जे जहां को नाम जीशु से होचंती परित्राण कर्ता से ख्रीष्ट से होचंती प्रभु पुनर्बार माथ्यू 1 पद 23 पद रे लिखा गला से होचंती इमानुएल आमान को सहित ईश्वर तांकर प्रकृत परिचय दे जोहन डुबक कहिले एही देखो 1 पर्व जोहन 1 पर्व 29 पद रे कहा गला एही देखो ईश्वरंकर मेष शावक जे जगतर पाप बोही नहीं जिबे जो मेष शावक विषय रे प्रकाशित वाक्य 13 पर्व 8 पद रे लिखा जाए जगत पतन पूर्वर बलिकृत मेष शावक जोहन परिचय करई देले साधारण जनता को एई देखो एई होचंते सेई मेष शावक जे जगतर पाप बोही नहीं जिबे जहां विषय जहांकर प्रकृत परिचय जीशु निजे ही दौचंती निजे ही से कहउचंती जे मु होची ईश्वरंकर पुत्र लोक माने तांको परिचय दौचंती से मनुष्य पुत्र सबु किछि से करि पारंती आज्ञा मात्र के भूत छाड़ी जाए हाथ धरी उठिला खिणी जर भल हो जाए दूर ठिया आज्ञा देले मध्य विजातीय सतसेनापतिर दास सुस्थ हो जाए आखिरे हाथ देले स्पर्श कले आखि फिटी जाए कुष्ठ रोग सुस्थ हो जाए जन्मांध को जे सुस्थ करि पारंती जहार गोटे मात्र आज्ञा रे 4 दिनर मृत लाजार मृत्यु उठी आसी पारे एई सेई व्यक्ति जहां को आमाने किछि दिन पूर्वरु जहार जन्मोत्सव पालन करिछु से होचंती से ईश्वरंकर अद्वितीय पुत्र 3 रो जोहन 3 पर्व 16 पद रे आमानकर मुखस्थ सेटा सान पिलाटी को संडे स्कूल पिला को पचारे 316 कह कहले से धड़धाड़ कहि पकेइबो से आसीथिले आमान को पई प्राण देबा पई ये सही व्यक्ति जे कि समस्त को निमंते प्राण देबा पई आसीथिले माथ्यू 20 पर्व 28 पद रे लिखा जाए जेपरि मनुष्य पुत्र मध्य सेवा पाइबा को आसी नाहंती मात्र सेवा करने को अनेकों निमंते मुक्तिर मूल्य स्वरूप प्राण देवा को आसी मेष शावक ये
ଯାହାକୁ ଯୌବନ ଯୁବକ କହୁଥିଲେ ସେଇ ମେଷ ଶାବକ ଯିଏକି ଅନେକଙ୍କ ପାଇଁ ପ୍ରାଣ ଦେବାକୁ ଆସିଥିଲେ। ନିଜ ବନ୍ଧୁ ପାଇଁ ପ୍ରାଣ ଦେବାଠୁ ବଡ ଜିନିଷ କିଛି ନାହିଁ ବୋଲି ସେ କହୁଛନ୍ତି। କିନ୍ତୁ ଲୋକମାନେ ତାଙ୍କୁ ଗ୍ରହଣ କରୁନାହାନ୍ତି। ସେ ଆସିଛନ୍ତି ଲୋକମାନଙ୍କ ମଧ୍ୟରେ ରହିବା ପାଇଁ। ଆପଣ 14 ପଦରେ ପଢାଗଲା ଶୁଣିଥିବେ। ଯୌନ 14 ପର୍ବ କ୍ଷମା କରି 1 ପର୍ବ 14 ପଦରେ ବାକ୍ୟ ଦେହବନ୍ତ ହେଲେ ପୁଣି ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ୍ୟ ଆମମାନେ ତାହାଙ୍କ ମହିମା ଦେଖିଲୁ। ସେ ଆମମାନଙ୍କ ସହିତ ରହିବାକୁ ଆସିଥିଲେ। ଆମେ ତାଙ୍କୁ ଅଗ୍ରାହ୍ୟ କରୁ ବୋଲି ସେ ଆସିନଥିଲେ। ତାଙ୍କର ସେଇ ଇଚ୍ଛା ସେ ମଧ୍ୟ କହିଥିଲେ ତାଙ୍କ ନାମ ଇମାନୁଏଲ, ଆମମାନଙ୍କ ସହିତ ଈଶ୍ୱର। ଆମେ କଣ ଚିନ୍ତା କରୁଛୁ କେବେ ଯେ ସେ ଆମ ସାଙ୍ଗରେ ଅଛନ୍ତି କି? 2025 ଏଟା 2026 ବର୍ଷ ହେଇଗଲା ଜନ୍ମ ହେଇକିରି ତାଙ୍କର ସ୍ୱର୍ଗକୁ ଚାଲିଯିବାର। ପ୍ରତିବର୍ଷ ମାନେ ପାଳନ କରୁଛୁ ତାଙ୍କୁ। ଯେମିତି ସେଦିନ ଜଣେ ଗୋଟେ ଜାଗାରେ ପ୍ରଚାର କଲା ବେଳେ ପାଳକ ମହାଶୟ କହିଲେ, ଆସନ୍ତି ଯୋଉମାନେ ସବୁ ଆମର ରେକର୍ଡିଂ କରିକି ନେଇଯାଆନ୍ତି ଆଉ ତାକୁ ପ୍ରକାଶ କରନ୍ତି ଯେ କୋଉ ଜାଗାରେ କିପରି ଭାବରେ ଧର୍ମ ମାନେ ଜନ୍ମୋତ୍ସବ ପାଳନ କରାଯାଉଛି। ଆଉ ସେମାନେ ଯେତେବେଳେ ଆସିକିରି ଗୋଟେ ଥର ପଚାରିଲେ, ସେମାନେ ଆସିକି ସେମିତି ପଚାରନ୍ତି ଯେ ଆପଣଙ୍କର ଈଶ୍ୱରଙ୍କର ଧରାବତରଣ କେବେ ହବ? ସେମାନେ ଜାଣନ୍ତି ତାଙ୍କ ଈଶ୍ୱର ମାନେ ଧରାବତରଣ କରନ୍ତି, କିନ୍ତୁ ଆମ ଈଶ୍ୱର ଧରାବତରଣ ପ୍ରତି ବର୍ଷ ଡିସେମ୍ବର 25 ତାରିଖରେ କରନ୍ତି ନାହିଁ। ସେ ଗୋଟିଏ ଥର ଆସିଥିଲେ, ଗୋଟିଏ ଥର ସେ ଜନ୍ମ ହେଇଥିଲେ। ଆଉ ତାପରେ ସେ ବିଶେଷ ପ୍ରାୟଶ୍ଚିତ ବଳିଦାନର କାର୍ଯ୍ୟ ସାରି ବର୍ତ୍ତମାନ ସ୍ୱର୍ଗରେ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ଆମର ମଧ୍ୟସ୍ଥ ଭାବରେ ଆମମାନଙ୍କ ପାଇଁ ନିବେଦନ କରୁଛନ୍ତି। କିନ୍ତୁ ସେ ଚାହାନ୍ତି ଯେ ଆମେ ତାଙ୍କୁ ଆମ ପାଖରେ ରଖିବା। ଗିର୍ଜା ଘରେ ଯାଇ ଆମେ ତାଙ୍କୁ ପାଇବା ନାହିଁ, ଜୁମରେ ସେ ନଥିବେ। ସେ ଚାହାନ୍ତି ଆମ ପାଖରେ ରହିବା ପାଇଁ, ମୋ ପାଖରେ ରହିବା ପାଇଁ, ଆପଣ ମାନଙ୍କ ପାଖରେ ରହିବା ଲାଗି। ଆଜି ଆମେ ତାଙ୍କୁ କୋଉଠି ଖୋଜୁଛୁ? ବା ତାଙ୍କୁ କେବଳ ଗୁହାଳ ଘରେ ଛାଡି ଦେଇ ଆସିଛୁ, ନା ପଣ୍ଡିତ ମାନଙ୍କ ପରି ଯାଇ ଗୋଟେ ମହାନ ଲୋକ ଜାଗାରେ ଖୋଜୁଛୁ? ବିରାଟ ବିରାଟ ଗିର୍ଜା ଘର ଆଜିକାଲି ବନା ଯାଉଛି, ଗୋଟେ ଦର୍ଶନୀୟ ସ୍ଥାନ ହେଇଯାଇଛି ଗିର୍ଜା ଘର ସବୁ। ଫରେନ୍ର ତ କେତେ ଗିର୍ଜା ଘର ସବୁ ବନ୍ଦ ହେଇଯାଇଛି, ଆଉ ସେଠି କେହି ଗିର୍ଜା କରିବାକୁ ଯାଉନାହାନ୍ତି। ତେଣୁ ସେ ଘର ଗୁଡିକ ଜାଗତିକ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଆମେ ଆଜି ଯୀଶୁଙ୍କୁ କୋଉଠି ଖୋଜୁଛୁ, କୋଉଠି ରଖିଛୁ ଆଉ ରଖିବାକୁ ଚାହୁଁଛୁ? ଆଜି ଆମକୁ ଦେଖି ଜଣେ କେହି କହୁଛି କି ଯେ ହେଇ ଇଏ ହଉଛି ଯୀଶୁଙ୍କର ପ୍ରକୃତ ଶିଷ୍ୟ, ଯାହା ଭିତରେ ଯୀଶୁ ଅଛନ୍ତି? ସେ ଆସିଥିଲେ ପ୍ରଚୁର ଜୀବନ ଦେବାକୁ ଆମମାନଙ୍କୁ। ଯୋହନ 10 ପର୍ବ 10 ପଦରେ ଆଜି ଆମେ ଜୀବିତ ତ? ଆମର ଜୀବନ ଅଛି ତ? ବଡଦିନ ସରିଗଲା, ନୂଆ ବର୍ଷ ସରିଗଲା, କେକ୍ ପିଠା ସରିଗଲା, ମୁହଁରୁ ହସ ଲିଭିଗଲା, ଆନନ୍ଦ ସରିଗଲା, ନୂଆ ଲୁଗା ବାସି ହେଇଗଲା। ସେଇ ମନ ମାରିଆ ମାନେ ଆଜି ବୁଲୁଛୁ। ଆମ ପାଇଁ ଯୀଶୁ ଆଜି କୋଉଠି ଅଛନ୍ତି? ସେ ଆଜି ଆମ ପାଇଁ, ଆମେ ତାଙ୍କୁ ଉପେକ୍ଷିତ ପ୍ରଭୁ ଭାବରେ
गोटे जगार बसई देइछु ना आम जीवन रे आम हृदय तांको धरी धरी बुलुचु जे मो जीशु मो हृदय जन्म होइचंती मो जीवन को से संजीवित करिवे से निजे कहले मु निजे स्वयं जीवी आ मु जन को बंचई दे पारे केवल मृत्यु उठेबा बंचिबा नुहे आमे प्रत्येक दिन आमर चालीचलन कथबार्ता आमर बंधु मान सहित आमर परिजन मान सहित आमर जो संपर्क से आमको देखा पड़ो जीसु मो भितर अच्छा आ मु जीवित मु मृत नुहे प्रति वर्ष 25 तारीख प्रभु धरावतरण करती नहीं मु केवल स्मरण करे जे मो पाई से जन्म होइथिले मो प्रिय माने जीसु जन्म होइथिले गोटे उद्देश्य नहीं आम माने मनुष्य माने जन्म हेचु आमे हमर मृत्यु रे हमर सब शेष हो जाए किंतु हमर प्रभु जीसु केवल 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 मरिबा पई जन्म होइथिले से मृत्यु को आस्वादन करने को जन्म होइथिले आम पई से प्राण देवा को जन्म होइथिले आउ जीसुंकर मृत्यु रे आउ गो जीवन आरंभ होइछि आमर मृत्यु रे जीवन सरी जाए जीसुंक मृत्यु रे जीवन विश्वास आरंभ हुए जीसु पुनरुत्थित हो जणाई देले जे मु जेपरि जीवित तुम माने सेई परि जीवित हबो आमाने विश्वास करू कि जीसु आज भी जीवित जीसु निजे आमाने देखो प्रकाशित 3 पर्व 20 पदरे लिखा जाए देख आंभे द्वार निकट रे ठिया हुए आघात करूचु जदि के आंभर स्वर शुणी द्वार फिटाई दबो ताहले आंभे प्रवेश करी ताहा निकट को जीवु पुणी आंभे ताहा सहित भोजन करिबु ओ से आंभ सहित भोजन करिबो गोटे चमत्कार संपर्क आमर प्रियजन माने आसला खिणी ठक कला खिणी आमे कबाट खोली दो आसंतु बोली वेलकम करू तांको घरे बसौ तांको भोजन कराओ तांको सहित रहिबाकू आमे तांको निमंत्रण करू जीसु आज मध्य बाहरे घूरी बुलू नाहंती तो से ठक ठक शब्द करी से कहू नाहंती तो मोर जन्मदिन सरीगला किंतु मो तो हृदय मते रखिचु तो मु चाहे तो हृदय रहिबाकू तांकर निज लोक माने तांकू अग्राह्य कले किंतु विजातीय माने तांकू ग्रहण कले मु आरंभ कही जीसु जेतेले जन्म हेले सेतेबेले सारा बेथलेहेम यहूदा प्रदेश रो समस्त निघोर निदरे सोईथिले सामान्य मेषपालक माने जो माने मेष चरांती जगी रही तांको मेष को जगी रही से माने अनिद्रा ही बसी थिले जे जगी थाए जे अनिद्रा रही अपेक्षा करे तार हृदय को जीसु आसंती निद्रित मानकू जीसु सोई जीवा को छाड़ी दियंती आसु आम माने समस्ते जागृत हबा आम जीसु जन्म होइचंती आज मध्य से आम संगरे अछंती आगामी दिन गुड़िक मध्य से अछंती तांकू सादरे ग्रहण करिबा कारण जो उपेक्षित राजा अति दयनीय भावरे तांकर 33.5 वर्ष कटई दे गले से आसुचंती आउ थरे से आसुचंती से आउ से गुहाल घरे आसीबेनी जन्म हबा पई से आसीबेनी गधरे बसी यात्रा करिबा पई से निर्धन हे आसीबेनी आउ से अन्यर कबर धार मागिबेनी से आसीबे राजा मान को राजा भावरे से तांकर संपूर्ण महिमा रे स्वर्गीय महिमा रे आसीबे आ सेते बेले आम माने देखिबा जे आम माने तांको पई केते योग्य होइक रछु केते दूर से आम मान को तांको पई पसंद करंती
ତାଙ୍କର ଗ୍ରହଣ ଯୋଗ୍ୟ ଭାବରେ ଆମେ କଣ ଠିଆ ହେଇପାରିବା ତାଙ୍କ ଆଗରେ? ନିଜ ନିଜକୁ ସମୀକ୍ଷା କରନ୍ତୁ। ଆଜି ମୁଁ କୋଉଠି ଅଛି? ଯୀଶୁ ମୋ ଜୀବନରେ କୋଉଠି ଅଛନ୍ତି? କିମ୍ବା କ୍ରିସମସ୍ ଟ୍ରି ଉଜାଡ଼ି ଦେଲା ପରି ଯୀଶୁଙ୍କୁ ମଧ୍ୟ ମୁଁ ବିଦାୟ କରିଦେଇଛି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ନିଜେ ଚିନ୍ତା କରନ୍ତୁ, ନିଜ ଆତ୍ମ ସମୀକ୍ଷା କରନ୍ତୁ ଯେ ସେଇ ଗୁହାଳ ଘରେ ଜନ୍ମ ହେଇଥିବା ଯୀଶୁ ଆପଣଙ୍କ ହୃଦୟରେ ସମାଦରରେ ଅତି ଯତ୍ନର ସହିତ ପ୍ରେମର ସହିତ ଆପଣଙ୍କ ମଧ୍ୟରେ ଅଛନ୍ତି ତ? ପ୍ରଭୁ ସାହାଯ୍ୟ କରିବେ, କାରଣ ଲେଖାଯାଏ 12 ପଦରେ, ମାତ୍ର ଯେତେ ଲୋକ ତାହାକୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଯୀଶୁଙ୍କୁ ଯଦି ଆଜି ଆମେ ଗ୍ରହଣ କରୁଛୁ, ତାହେଲେ ଆମମାନେ କାଲି ସକାଳେ ଯୀଶୁଙ୍କ ମାଧ୍ୟମରେ ଈଶ୍ୱରଙ୍କ ଦ୍ୱାରା ଗ୍ରହଣୀୟ ହବୁ, ଆଉ ସେ ସ୍ୱର୍ଗର ପ୍ରଜା ଭାବରେ ଆମକୁ ଅତି ସାଦରେ ଆନନ୍ଦରେ ବାସ କରିବା ନିମନ୍ତେ ସେଠାରେ ବାସସ୍ଥାନ ଯୋଗାଇ ଦିଆଯିବ। ଆମମାନେ ଆଉ ସାଧାରଣ ଜନତା ନୁହଁ, ଈଶ୍ୱରଙ୍କର ପ୍ରଜା, ଈଶ୍ୱରଙ୍କ ପୁତ୍ର ସନ୍ତାନ ଭାବରେ ସେଠାରେ ବାସ କରିବା, ଆଉ ଯୀଶୁ ଆମ ସହିତ ମଧ୍ୟ ଥିବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ସୁଯୋଗ ନିମନ୍ତେ ଧନ୍ୟବାଦ ଦଉଛି। ଆଉ ଯଦି କିଛି ଭୁଲ କହିଥାଏ କ୍ଷମା କରିବେ।